ଓ ଆଜି ବୁଧବାରରେ କଣ କିଛି ଆଇଁଷ ହବନି କି? ହବ। ଆଜି ଚୁଲିରେ ହବ। କଣ ହବ? ମାଛ ଝୋଳ ହବ। ତାହେଲେ ଟାଇମ ଲାଗିବ ତ। କିଛି ନାହିଁ, ଝଟ୍ କିନା ହବ, ଫଟ୍ କିନା ଖାଇବୁ। ଇସ୍, ତାହେଲେ ବନ୍ଧୁଗଣ ଆପଣମାନେ ଦେଖନ୍ତୁ ମୋ ବୋଉ କେମିତି ମାଛ ଝୋଳ ଛଟ୍ ଛାଟ୍ କି କରୁଛି। ମୁଁ ଡଲି ରୋଷେଇ ଷ୍ଟାର୍ଟ କଲି। ଏବେ ମାଛ ଧୋଇବାକୁ ଷ୍ଟାର୍ଟ କଲି। ଲୁଣ ହଳଦୀ ଗୋଳେଇ ଦେଲି। ଚୁଲି ଲଗେଇବା ଷ୍ଟାର୍ଟ କଲି। ତାପରେ ତେଲ ପକେଇଲି। ତାପରେ ମାଛ ପକେଇଲି। ତାପରେ ଭଜା ଷ୍ଟାର୍ଟ ହେଲା। ଭଜା ଷ୍ଟାର୍ଟ ସରିଲା ପରେ ତାପରେ ମସଲା ଆରମ୍ଭ ହେଲା। ମସଲାର ମାନେ ଜିରା, ଲଙ୍କା, ସୋରିଷ, ତାପରେ ରସୁଣ, ଅଦା, ଟମାଟୋ ପକେଇକି ଗ୍ରାଇଣ୍ଡିଙ୍ଗ କଲି। ଗ୍ରାଇଣ୍ଡିଙ୍ଗ କରି ସାରିକି ତାପରେ ମସଲା କଷେଇଲି। ମସଲା କଷେଇ ତାକୁ ପୁରା ଲାଲ କରିଦେଲି। ଲାଲ କରିଦେଲି। ଏପଟେ ଫାଳ ଫାଳ କରି ଆଳୁ କାଟିଦେଲି। ଆଳୁ କାଟିଦେଲା ପରେ ଆଳୁକୁ ପକେଇକି କଷିଲି। ସେପଟେ ପୁଅ କହିଲା, ବୋଉ ଟିକେ ବାଇଗଣ ଟିକେ ଛାଣନ୍ତୁନି। ମୁଁ କହିଲି କରିବା। ତାପରେ ଲମ୍ବା ଲମ୍ବା କରି ବାଇଗଣ କାଟିଲି। ତାପରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଗୋଳେଇ ଦେଲି। ତାପରେ ସେଇ ଭିତରେ ବାଇଗଣଟାକୁ ଭାଜିଲି। ତାପରେ ବାଇଗଣ ଭଜା ସରିଲା ପରେ ତାକୁ ଥୋଇଦେଲି। ୟା ଭିତରେ ଆଳୁ କଷା ହେଇଗଲା। ତାପରେ ପାଣି ଦେଲି। ପାଣି ପୁରା ଘଡ଼ ଘଡ଼ କି ଫୁଟିଲା। ଫୁଟିଲା ଭିତରେ ଆଳୁଟା ସିଝିଗଲା। ଏପଟେ ମାଛ ତରକାରୀ ଫୁଟୁଛି। ପୁଅ ମୋର ଅସମାଳେ କହିଲା, ବୋଉ ମୋତେ ଟିକେ ଭଜା ମାଛ ଟିକେ ଦିଅନ୍ତୁନି, ମୁଁ ଟିକେ ଖାଆନ୍ତିନି। ମୁଁ କହିଲି, ହଁ ଖାଇବୁ। ତାପରେ ପିଆଜ, କଞ୍ଚା ଲଙ୍କା, ମାଛ ଭଜା ନେଇକି ଖାଇକି ଭଡ଼ ଭଡ଼ ଖାଇଲା। କହିଲା, ବୋଉ କି ସ୍ୱାଦ କିଲୋ। ତାପରେ ମାଛ ପକେଇଲି। ମାଛ ପକେଇକି ତାକୁ ଥୋଇଦେଲି। ପୁଅ ସେତିକି ଭିତରେ କହିଲା, ବୋଉ କଣ ରୋଷେଇ ସରିଗଲା? ମୁଁ କହିଲି, ସରିଗଲା। ସାଙ୍ଗେ ସାଙ୍ଗେ ବସ୍, ଫଟାଫଟ ବାଢ଼ିବି, ତୁ ଖାଇବୁ। ବୋଉ ମାଛ ତରକାରୀ କି ସୁଆଦ କିଲୋ। ଥାଳିଏ ଜାଗାରେ 2 ଥାଳି ଭାତ ଯିବ। ସବୁଦିନ ଏମିତି ଚୁଲି ରନ୍ଧା ଟିକେ କରନ୍ତୁନି। ଆପଣମାନେ ବି ଚୁଲି ରନ୍ଧା ଖାଆନ୍ତୁ। ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ଚୁଲି ରନ୍ଧାର ଟେଷ୍ଟ କେମିତି। ଆପଣମାନଙ୍କୁ ଯଦି ଚୁଲିର ମାଛ ରନ୍ଧା ଭଲ ଲାଗିଛି, ଲାଇକ୍, ସବସ୍କ୍ରାଇବ୍, ସେୟାର କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ।